ଏ କୁଟିନାଟି କଣ ଯେ ଆମ ହୃଦୟରେ କପଟତା ଭରି ରହିଛି। ଆମେ ଅନେକ ସମୟରେ କପଟ ଆଚରଣ କରିଥାଉ, ତା ଦ୍ୱାରା ଆମେ ଅନ୍ୟକୁ ଠକିବା ପାଇଁ ଚେଷ୍ଟା କରିଥାଉ କିମ୍ବା କିଛି ସ୍ୱାର୍ଥ ସିଦ୍ଧି ହାସଲ କରିବା ପାଇଁ ଚେଷ୍ଟା କରିଥାଉ। ତେଣୁ ଅନେକ ସମୟରେ ଆମ ହୃଦୟରେ ଗୋଟିଏ କଥା ଥାଏ, ବାହାରେ ଆମେ ଆଉ ଗୋଟିଏ କଥା କହୁଥାଉ। କିମ୍ବା ଆମେ ଅନ୍ୟର ଦୋଷ ତ୍ରୁଟି ଦେଖି ତାର ନିନ୍ଦା ମଧ୍ୟ କରିଥାଉ। ଅନ୍ୟର ନିନ୍ଦା କରିବାର ଅର୍ଥ କଣ? ଆମେ ଯେତେବେଳେ ଅନ୍ୟର ନିନ୍ଦା କରୁଛେ ତାର ଅର୍ଥ ଆମେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଛେ ଯେ ସେ ଲୋକ ଭଲ ନୁହଁ, ମୁଁ ଭଲ। ତାର ଏ ଦୁର୍ଗୁଣ ମାନ ରହିଛି, ମୋ ଠାରେ ସେ ଦୁର୍ଗୁଣ ନାହିଁ, ଆମେ ଏହା ପ୍ରତିପାଦିତ କରିବାକୁ ଚାହୁଁଛେ। ତେଣୁ ଆମେ ଅନ୍ୟର ନିନ୍ଦା କରୁଛେ, ଆମେ ନିଜ ଦୋଷ ତ୍ରୁଟି ଦେଖୁନେ, ଆମେ ଅନ୍ୟର ନିନ୍ଦା କରୁଛେ, ଅନ୍ୟ ପ୍ରତି କପଟ ଆଚରଣ କରୁଛେ, ନିଜକୁ ଭଲ ଆମେ ଭଲ ବୋଲି ଦେଖେଇ ହଉଛେ। ଆମେ ଯଦିଓ ହୃଦୟରେ ଆମର ସବୁ ଭରି ରହିଛି ଦୋଷ ତ୍ରୁଟି କପଟ ଆଚରଣ ଏସବୁ ଭରି ରହିଛି, କିନ୍ତୁ ଆମେ ଦେଖେଇବାକୁ ଚାହୁଁଛେ ଯେ ଆମେ ଭଲ, ମୁଁ ଭଲ ଭକ୍ତ, ମୁଁ ଭଲ ବ୍ୟକ୍ତି। ଇଏ ହଉଛି କୁଟିନାଟି ସ୍ୱଭାବ।